ନମସ୍କାର, ମୁଁ ସୁସ୍ମିତା ରଥ। ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଡେ 20 ହୃଦୟର ଯାଦୁ ଚାପ୍ଟର ପ୍ରାକ୍ଟିସ୍ କରିବା। ଏ ଚାପ୍ଟରଟା ବହୁତ ଇମ୍ପୋର୍ଟାଣ୍ଟ। ଆପଣ ଭାବି ଦେଖନ୍ତୁ, ଆମେ ଡେ 1ରୁ ପ୍ରାକ୍ଟିସ୍ କରୁଛୁ। ସବୁବେଳେ ମୁଁ ଲେଖୁଛି, କହୁଛି ଯେ ଆପଣ ହୃଦୟ ସହିତ, ହାର୍ଟ ସହିତ ଏମିତି ଥ୍ୟାଙ୍କ ୟୁ କହିବେ, ଆଉ ମନ ଖୋଲା କରିକିନା ଖୁସିରେ ପ୍ରାକ୍ଟିସ୍ କରିବେ। ତା ମାନେ କ'ଣ? ବ୍ରେନ୍ ନାହିଁ, ଏଇଟା ହେଉଛି ଆମର ଅନ୍ତରାତ୍ମାରୁ, ହୃଦୟରୁ, ଦିଲରୁ ଆମେ ଗ୍ରାଟିଟ୍ୟୁଡ୍ଟା କହୁଛୁ। ସତରେ ମୁଁ ଆଜି ଜୀବିତ ଅଛି, ସତରେ ମୁଁ ଆଜି ସୁନ୍ଦର ସୁନ୍ଦର ଖାଇବା ବନେଇକିନା ଖାଇପାରିଲି, ଥ୍ୟାଙ୍କ ୟୁ, ସତରେ ଆଜି ମୋତେ ବହୁତ ବଢ଼ିଆ ଗିଫ୍ଟ ମିଳିଲା, ମୁଁ ସେଥିପାଇଁ ବହୁତ ଖୁସି। ଏମିତି ଆପଣ ଅନୁଭବ କଲେ ଆପଣ ଦିଲରୁ ଲେଖନ୍ତି ନା। ଆଜି ହେଉଛି ସେଇ ଚାପ୍ଟର। ତ ଆପଣ ଯେତେବେଳେ ଲେଖିବେ ଗ୍ରାଟିଟ୍ୟୁଡ୍, ମୁଁ ଦିଲରୁ ଧନ୍ୟବାଦ ଜଣାଉଛି ମୋର ଭଗବାନଙ୍କୁ କି ମୁଁ ନିଶ୍ୱାସ ପ୍ରଶ୍ୱାସ ମାଧ୍ୟମରେ ମୁଁ ନିଶ୍ୱାସ ନେଇପାରୁଛି। ମୁଁ ହୃଦୟ ସହିତ ମୁଁ ଧନ୍ୟବାଦ ଦେଉଛି। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ମୁଁ ସତରେ ମୋର ହୃଦୟ ପାଇଁ ବହୁତ କୃତଜ୍ଞତା ଜଣାଉଛି, କାରଣ ମୋର ହୃଦୟ ପାଇଁ, କାରଣ ମୋ ପେଟରେ, ମୋର ମାଆର ପେଟରେ ଯେତେବେଳେ ମୁଁ ପ୍ରଥମ ଥର ଜୀବନ ପାଇଲି, ମୋତେ ଜୀବନ ମିଳିଲା, ତ ମୁଁ ନିଶ୍ୱାସ ନେଇପାରିଲି ମୋର ସେ ହାର୍ଟ ପାଇଁ। 24/7 ଡେ ମୋର ହାର୍ଟ ବିଟ୍ ଧୁକ୍ ଧୁକ୍ କରୁଛି। ସେଇଥିପାଇଁ ମୋର ହୃଦୟକୁ, ମୋର ଦିଲକୁ ବହୁତ ବହୁତ ଧନ୍ୟବାଦ। ମୁଁ ସତରେ ମୋର ହୃଦୟ ପାଇଁ କୃତଜ୍ଞତା ଜଣାଉଛି, କାରଣ ମୋତେ ଗ୍ରାଟିଟ୍ୟୁଡ୍ରେ ରହିବା ପାଇଁ, ପ୍ରେମ, ଖୁସି, ଶାନ୍ତି, ଆପଣାପନ ଫିଲିଂରେ ମୋତେ ରଖିକିନା ଏନ୍ଜୟ କରାଉଛି। ସେଥିପାଇଁ ମୁଁ ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ମୁଁ ସତରେ ମୋ ହୃଦୟ ପାଇଁ କୃତଜ୍ଞତା ଜଣାଉଛି, କାରଣ ମୋର ଶରୀର ରକ୍ତକୁ ଲଙ୍ଗସରେ ପହଞ୍ଚାଇ କ୍ଲିୟର କରିକିନା ସବୁ ଅର୍ଗାନକୁ ପହଞ୍ଚାଉଛି। ଏଇ ହାର୍ଟ ଆପଣଙ୍କ ବହୁତ ବହୁତ କୃତଜ୍ଞତା ଜଣାନ୍ତୁ। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ମୁଁ ସତରେ କୃତଜ୍ଞତା ଜଣାଉଛି ମୋର ହୃଦୟକୁ, କାରଣ ମୋତେ ପଜିଟିଭ ରଖିକିନା ମୋର ଭଗବାନଙ୍କୁ ମୁଁ ଆପଣେଇ ପାରୁଛି। ମୋତେ ଦେଖା ଦେଉଛନ୍ତି ମୋର ଭଗବାନ। ଯେତେବେଳେ ଆପଣ ମେଡିଟେସନ୍ କରୁଛନ୍ତି, ଆପଣ ହୃଦୟରୁ କରୁଛନ୍ତି ନା ହାର୍ଟରୁ ପୁରା, ତାହେଲେ ଆପଣ ଦେଖିବେ, ଆମେ କହୁନା ଶାନ୍ତ ହେଇକିନା ରହ, କଣ୍ଟ୍ରୋଲ କର ମନକୁ, ଶ୍ୱାସକୁ। କାହିଁକି? ଏଇଟା ହାର୍ଟ ସାଙ୍ଗରେ କନେକ୍ଟେଡ୍। ଯେତେବେଳେ ଆପଣ ହାର୍ଟ ସାଙ୍ଗରେ କନେକ୍ଟେଡ୍ ହେଇଯିବେ, ହୃଦୟ ସାଙ୍ଗରେ, ତାହେଲେ ଦେଖିବେ ଧୀରେ ଧୀରେ ଆପଣ ନିଜର ଅନ୍ତରାତ୍ମାକୁ ଜାଣିପାରିବେ। ସେଥିପାଇଁ ଆପଣ ବହୁତ ବହୁତ କୃତଜ୍ଞତା ଜଣାନ୍ତୁ ଏଇ ହୃଦୟକୁ। ତାଙ୍କ ପାଇଁ ମୁଁ ମୋର ଭଗବାନଙ୍କୁ ମୁଁ ଚିହ୍ନିପାରୁଛି, ଦେଖିପାରୁଛି, ଜାଣିପାରୁଛି। ମୁଁ ହୃଦୟ ସହିତ କୃତଜ୍ଞତା, ସତରେ ମୁଁ ମୋର ହୃଦୟ ପାଇଁ କୃତଜ୍ଞତା ଜଣାଉଛି, କାରଣ ଆପଣଙ୍କ ପାଇଁ ମୁଁ ଗୋଟେ ମିନିଟ୍ରେ 70 ଟାଇମ୍ସ ଆମେ ନିଶ୍ୱାସ ନେଉ। ଗୋଟେ ଦିନରେ 1,00,000 ନିଶ୍ୱାସ ନେଉ, ଆଉ ଗୋଟେ ବର୍ଷରେ 1,000,000 ନିଶ୍ୱାସ ନେଉ। ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ମୋର ହୃଦୟ ପାଇଁ। ସେ ମୋତେ ମା ହେବାର ଏହସାସ ଦିଳାଇଛନ୍ତି। ମୁଁ ମୋର ଛୁଆମାନଙ୍କୁ ଭଲ ପାଉଛି, ତାଙ୍କୁ
ଖ୍ୟାଲ ରଖିପାରୁଛି ଏଇ ହୃଦୟ ପାଇଁ। ଆପଣଙ୍କ ହୃଦୟ କହୁଛି ବୋଲି ନା ଆପଣ ତ ଆପଣଙ୍କ ଛୁଆଙ୍କୁ ଭଲ ପାଉଛନ୍ତି ନା, ସ୍ନେହ ଦଉଛନ୍ତି। ରାତି ରାତି ଦିନରେ ଆପଣଙ୍କ ହୃଦୟ ହିଁ କହୁଛି ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ଏମିତି ଆପଣ 10ଟା ଗ୍ରାଟିଚ୍ୟୁଡ୍ ଆପଣ ଲେଖିବେ ହୃଦୟ ପାଇଁ। ଆପଣ ଡେ 20ର ପ୍ରାକ୍ଟିସ୍ ହେଇଯାଏ। ଆପଣମାନଙ୍କୁ କେମିତି ଲାଗିଲା? ଆଉ ଯେତେବେଳେ ମନେ ରଖନ୍ତୁ, ଯେତେବେଳେ ଆପଣ ଗ୍ରାଟିଚ୍ୟୁଡ୍ ଲେଖୁଛନ୍ତି ବା କହୁଛନ୍ତି, ପୁରା ହସିକିନା ଖୁସିରେ ଯେମିତି ଆପଣ କହୁଛନ୍ତି ଲେଖୁଛନ୍ତି, ଜୋର ଜୋରରେ କହିବେ। ଯେମିତି ମୁଁ କହୁଛି ଆପଣ କହିବେ, ଆପଣଙ୍କର କାନ ଶୁଣିବ, ସେଇଭଳି ଆପଣ ପ୍ରାକ୍ଟିସ୍ କରନ୍ତୁ। ଯଦି ଆପଣ କହୁଛନ୍ତି ଲେଖୁଛନ୍ତି, ଯଦି ମୋତେ ଭଲ ଲାଗିଲା କି ଆପଣଙ୍କୁ ଭଲ ଲାଗିଲା, ଆପଣ ଭାବନ୍ତୁ ଆପଣ ସାମ୍ନା ବାଲାକୁ କହୁଛନ୍ତି, ତାକୁ ଯଦି ଭଲ ନ ଲାଗିଲା ତାହେଲେ ଭଗବାନ କେମିତି ସେ କଥା ବୁଝିପାରିବେ? କେମିତି ତାଙ୍କୁ ମନ ଲାଗିଲା ଭଳିଆ, କେମିତି ସେ ଖୁସି ହେବେ, କେମିତି ସେ ଭଲ ସେ ବୁଝିପାରିବେ? ସେଇଭଳି ଆପଣ ଭଲସେ ଦିଲରୁ ଲେଖନ୍ତୁ, ଖୁସିରେ ଲେଖନ୍ତୁ। କାହିଁ ଭଗବାନ କଥା ଏଗୁଡ଼ାକ ସବୁ ସେ ଜାଣିପାରନ୍ତି, ସେ ଆମର ଭାବକୁ ଜାଣନ୍ତି, ଭକ୍ତିକୁ ଜାଣନ୍ତି। ସେଥିପାଇଁ ଆପଣ ବହୁତ ମନ ଖୁସିରେ ଏଇ ଜିନିଷ ସବୁ ଲେଖନ୍ତୁ, ପ୍ରାକ୍ଟିସ୍ କରନ୍ତୁ। ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ। ଆଉଥରେ ପ୍ରାକ୍ଟିସ୍ କରନ୍ତୁ। ଆଉ ଯେତେବେଳେ ଆପଣ ପ୍ରାକ୍ଟିସ୍ କରୁଛନ୍ତି, ଡେ 1 ମୁଁ ଭୁଲିଗଲି କହିବା ପାଇଁ, ଡେ 1ରେ ଆପଣ ଗୋଟେ ଫଟୋ ଉଠେଇକିନା ରଖିବେ। ତାପରେ 28 ଦିନ ପରେ ଯେତେ ପ୍ରାକ୍ଟିସ୍ କରିବେ ଲଗାତାର, ତାପରେ ଆପଣଙ୍କ ଫଟୋ ପୁଣି ଉଠେଇବେ, ଦେଖିବେ କେତେ ଚେଞ୍ଜେସ୍ ଆସିବ ଆପଣଙ୍କ ଚେହେରାରେ। ସେତେବେଳେ ଆମ ପାଖରୁ ଡର, ଭୟ ସବୁ ଧୀରେ ଧୀରେ କମିଯିବ। ଚିନ୍ତା, ଆମେ ସବୁବେଳେ ଚିନ୍ତା କରୁଛୁ, ସବୁ ଧୀରେ ଧୀରେ ଦେଖି ଆପଣଙ୍କୁ କମିଯିବ। ଆପଣ ସବୁବେଳେ ପଜିଟିଭ୍ ରହିବେ। ପଜିଟିଭ୍ ରହିଲେ ସବୁ ଜିନିଷର ସମାଧାନ ବି ଆପଣ ପାଇପାରିବେ। ଆପଣଙ୍କୁ କ୍ଲାରିଟି ମିଳିବ ଆଉ ଆପଣଙ୍କର ଲାଇଫ୍ ସକ୍ସେସଫୁଲ୍ ହେବ। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ।